हाय पिलाମାନେ ସମସ୍ତଙ୍କୁ ଓଡ଼ିଆ ସାର ଏଭି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ। ସମସ୍ତେ ଜାଣିଥିବ ସେପ୍ଟେମ୍ବର 16 ତାରିଖରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହାପିଲି ଏକ୍ଜାମିନେସନ୍ ଆରମ୍ଭ ହେବାକୁ ଯାଉଛି। ତାକୁ ଦୃଷ୍ଟିରେ ରଖି ଆମେ ଦଶମ ଶ୍ରେଣୀ ଓଡ଼ିଆ ବିଷୟର ଗତ ଶିକ୍ଷାବର୍ଷ 2023-24ରେ ଆସିଥିବା ହାପିଲି ଏକ୍ଜାମିନେସନ୍ର ଓଡ଼ିଆ ପ୍ରଶ୍ନପତ୍ର ଉପରେ ଆଲୋଚନା କରିବା। ସମସ୍ତେ ଜାଣିଥିବ ଏହି ବର୍ଷର ହାପିଲି ଏକ୍ଜାମିନେସନ୍ରେ ଏପ୍ରିଲ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ଯେତେ ସବୁ ତୁମର ଚାପ୍ଟର୍ସ ଅଛି ଓଡ଼ିଆ ବିଷୟର ସେହି ଚାପ୍ଟର ଗୁଡ଼ିକ ପରୀକ୍ଷାରେ ଆସିବ। କେବଳ ସେତିକିରୁ ପ୍ରଶ୍ନ ଗୁଡ଼ିକ ଆସିବ। ତ ଏହି ଯେଉଁ ପ୍ରଶ୍ନପତ୍ର ଆମେ ଆଲୋଚନା କରିବା ଏଥିରେ ଅନ୍ୟ କୌଣସି ଚାପ୍ଟର୍ସର ପ୍ରଶ୍ନ ମଧ୍ୟ ରହିଛି, ସେଗୁଡ଼ିକ ମଧ୍ୟ ଆମେ ଦେଖିବା। ଆଶା କରୁଛି ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିବ। ଭଲ ଲାଗିଥିଲେ ଲାଇକ୍ କରିବେ, କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବେ ଏବଂ ଯେଉଁମାନେ ଓଡ଼ିଆ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ ହୋଇନ, ମୁଁ ଡେସ୍କ୍ରିପ୍ସନରେ ତାର ଲିଙ୍କ୍ ସେୟାର କରୁଛି, ତୁମେ ଜଏନ୍ ହୋଇପାରିବ। ଚାଲ ଆମେ ଆରମ୍ଭ କରିବା। ଦେଖିପାରୁଥିବା ପିଲାମାନେ ଏହି ହେଲା ସେ ପ୍ରଶ୍ନପତ୍ର। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ହାପିଲି ଏକ୍ଜାମିନେସନ୍ 2023-24 ଶିକ୍ଷାବର୍ଷ। ପ୍ରଥମେ ଗୋଟେ ଅନୁଚ୍ଛେଦ ଅଛି ପିଲାମାନେ, ଅନୁଚ୍ଛେଦକୁ ଆମେ ସ୍କିପ୍ କରିବା। ନମ୍ବର 2 ଅଛି, ଦେଖ ପିଲାମାନେ, ଗୋଟେ ବିଷୟରେ ରଚନା କର। ଗଣମାଧ୍ୟମର ପ୍ରଭାବ, ପରିବେଶ ସୁରକ୍ଷା, ମାତୃଭାଷାର ସୁରକ୍ଷା। ଏହି ତିନୋଟି ଭିତରୁ ଯେକୌଣସି ଗୋଟିଏ ରଚନା ଲେଖିବା ପାଇଁ ପ୍ରଶ୍ନ ଥିଲା। ପରିବେଶ ସୁରକ୍ଷା ଉପରେ ମୁଁ ଏହି ଚ୍ୟାନେଲ ମାଧ୍ୟମରେ ଆଗରୁ ସେୟାର କରିଛି ଏହି ରଚନାଟି, ପାଇପାରିବ। ଏବଂ ଅନ୍ୟ ଦୁଇଟି ଯେଉଁ ଅଛି ଗଣମାଧ୍ୟମର ପ୍ରଭାବ ଓ ମାତୃଭାଷାର ସୁରକ୍ଷା। ଯଦି ଏହି ରଚନା ଯାହାକୁ ଦରକାର କମେଣ୍ଟ କର, ମୁଁ ନିଶ୍ଚିତ ଭାବରେ ଆଗକୁ ଆଣିବି। ନମ୍ବର 3 ଦେଖ, ନାରୀ ଜାତିକୁ ସମ୍ମାନ ଶୀର୍ଷକ ତୁମ ଲିଖିତ ଏକ ପ୍ରବନ୍ଧ ପ୍ରକାଶନ ନିମନ୍ତେ ଅନୁରୋଧ ଜଣାଇ ସ୍ଥାନୀୟ ସମ୍ବାଦପତ୍ର ସମ୍ପାଦକଙ୍କୁ ପତ୍ର। ଏ ମଧ୍ୟ ମୁଁ ମୋ ଚ୍ୟାନେଲ ମାଧ୍ୟମରେ ସେୟାର କରିଛି, ତୁମେ ପାଇପାରିବ। ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାଦାନ ଶୀର୍ଷକ ତୁମ ଲିଖିତ ଏକ ପ୍ରବନ୍ଧ ପ୍ରକାଶନ ନିମନ୍ତେ ଅନୁରୋଧ ଜଣାଇ ସ୍ଥାନୀୟ ସମ୍ବାଦପତ୍ର ସମ୍ପାଦକଙ୍କୁ ପତ୍ର। ଏ ମଧ୍ୟ ମୁଁ ଏହି ବିଷୟରେ ଆଗରୁ ମୋ ଚ୍ୟାନେଲ ମାଧ୍ୟମରେ ସେୟାର କରିଛି, ତୁମେ ପାଇପାରିବ ଚ୍ୟାନେଲ ମାଧ୍ୟମରେ। ନମ୍ବର 4, ଲକ୍ଷଣ ଉଦାହରଣ ଜ୍ୟୋତିବାସ ଯେକୌଣସି ଗୋଟିଏ ଛନ୍ଦକୁ ବୁଝାଇ ଲେଖ। ଏ ହେଲା ଛନ୍ଦ। ଛନ୍ଦରେ ତୁମର ଏହି ଆଗାମୀ ହାପିଲି ଏକ୍ଜାମିନେସନ୍ରେ ପ୍ରଶ୍ନ ଆସିବ ନାହିଁ। କିଛି ଜାଣିବା ପାଇଁ ଏହି ଛନ୍ଦ ଉପରେ କହିବି। ନଟବାଣୀ, ତାର ଲକ୍ଷଣ, ଉଦାହରଣ, ଜ୍ୟୋତିପାତ। ନଟବାଣୀ କ'ଣ? 2 ପାଦରେ 1 ପଦ ହୁଏ, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 12 ଏବଂ ପ୍ରତ୍ୟେକ ପାଦର ତୃତୀୟ, ଷଷ୍ଠ, ନବମ ଓ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୋଇଥାଏ। ଏବଂ ଉଦାହରଣ ହେଲା ଉତ୍କଳ, କମଳା, ବିଳାସ, ଦୀର୍ଘିକା, ମରାଳ, ମାଳିନୀ, ନୀଳାମ୍ବୁ, ଚିଲିକା। ଭାଗବତବାଣୀ, ଏ ମଧ୍ୟ 2 ପାଦରେ 1 ପଦ ହୁଏ, ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 9। ଏହାର ଅନ୍ୟ ନାମ ଗୋଜରୀ, ନବାକ୍ଷରୀ ଛନ୍ଦ ବୋଲି ମଧ୍ୟ କୁହାଯାଏ। ଏବଂ ପ୍ରତ୍ୟେକ ପାଦର ତୃତୀୟ, ପଞ୍ଚମ ଏବଂ ଶେଷ ଅକ୍ଷର ଉପରେ ଜ୍ୟୋତିପାତ ହୋଇଥାଏ। ଉଦାହରଣ ହେଲା ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି। ନମ୍ବର 5ରେ ଅଛି, ଦେଖ, ସୂଚନା ଅନୁସାରେ ବାକ୍ୟ ଗୁଡ଼ିକୁ ପରିବର୍ତ୍ତନ କର। ଆଇର ଅଛି ଗୀତା ସୁନ୍ଦର ଗୀତ ଗାଇ ସମ୍ମାନିତ ହେଲା। ଯୌଗିକ ବାକ୍ୟ ଲେଖିବାର ଅଛି। ଉତ୍ତର ହେବ ଗୀତା ସୁନ୍ଦର ଗୀତ ଗାଇଲା ଏବଂ ସମ୍ମାନିତ ହେଲା। ସେକେଣ୍ଡ ଦେଖ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି। ଜଟିଳ ବାକ୍ୟ ଲେଖ। ଜଟିଳ ବାକ୍ୟ କଲେ କ'ଣ ହେବ? ଯଦି ତୁମେ ମୋତେ ରକ୍ତ ଦିଅ ତେବେ ମୁଁ ତୁମକୁ ସ୍ୱାଧୀନତା ଦେବି। ଥାର୍ଡ଼, ମୁଁ ସବୁଦିନ ସକାଳୁ ଉଠି ଓ ବ୍ୟାୟାମ କରେ। ସରଳ ବାକ୍ୟ ଲେଖିବାର ଅଛି। ମୁଁ ସବୁଦିନ ସକାଳୁ ଉଠି ବ୍ୟାୟାମ କରେ। ନମ୍ବର 6 ଅଛି, ଦେଖ, ନିମ୍ନଲିଖିତ ରୂଢ଼ିକୁ ବ୍ୟବହାର କରି ସାର୍ଥକ ବାକ୍ୟ ଗଠନ କର। ଏହି ରୂଢ଼ିରେ ମଧ୍ୟ ପ୍ରଶ୍ନ ଆସିବ ନାହିଁ ଆଗାମୀ ହାପିଲି ଏକ୍ଜାମିନେସନ୍ରେ, କେବଳ ଆମେ ଆଲୋଚନା କରିଦେବା। ଗଭର ଗଣେଶ, ତାର ଅର୍ଥ ହେଲା ମୂର୍ଖ। ମୂର୍ଖ ଲୋକଙ୍କୁ ଗଭର ଗଣେଶ କୁହାଯାଏ। ଏହି ରୂଢ଼ିକୁ ବାକ୍ୟରେ ବ୍ୟବହାର କରିବା। ଉଦାହରଣ ହେଲା ରାମବାବୁଙ୍କ ପିଲା ଗଭର ଗଣେଶ, ତାଙ୍କୁ ଭଲ ମନ୍ଦ କହିଲେ କିଛି ବୁଝେ ନାହିଁ। ସେକେଣ୍ଡ, ଅରଣ୍ୟ ରୋଦନ ଅର୍ଥାତ୍ ବୃଥା ପ୍ରାର୍ଥନା। ଉଦାହରଣ ହେଲା ରାବଣଙ୍କ ନିକଟରେ ସୀତାଙ୍କର ପ୍ରାର୍ଥନା ଅରଣ୍ୟ ରୋଦନରେ ପରିଣତ ହୋଇଥିଲା। ଥାଳୀ, ଚଳୁ କରିଦେବା ଅର୍ଥ ହେଲା ଶେଷ କରିଦେବା। ଉଦାହରଣ ଶ୍ୟାମବାବୁ ନିଜ ବାପାଙ୍କ ଅର୍ଜିତ ଧନ ସମ୍ପତ୍ତି ସବୁ ଚଳୁ କରିଦେଲା। 7 ନମ୍ବର, ଶାରୀରିକ ଶୁଦ୍ଧ ଶବ୍ଦ ଲେଖିବାର ଅଛି। ସୁଷମା କେମିତି ଲେଖାଯିବ? ଏ ହେଲା ସୁଷମା। ପୁରସ୍କାର କେମିତି ଲେଖାଯିବ? ପୁରସ୍କାର। ନମ୍ବର 8, ସପ୍ରସଙ୍ଗ ସରଳାର୍ଥ। କିନ୍ତୁ ଆମ ଦେଶରେ ଜ୍ଞାନ ଭଣ୍ଡାରଟା ଇଂରାଜୀରେ ଥିବାରୁ କୋଟି କୋଟି ଜନତା ଆଖି ଥାଉ ଥାଉ ଅନ୍ଧ। ଏ ହେଲା ମାତୃଭାଷା ଲୋକଶିକ୍ଷା ପ୍ରବନ୍ଧରୁ ଆସିଅଛି। ଏହି ଚାପ୍ଟର ଆଗାମୀ ହାପିଲି ଏକ୍ଜାମିନେସନ୍ ଆସିବ ନାହିଁ, ତେଣୁ ଆମେ ସ୍କିପ୍ କରିବା ପିଲାମାନେ। କିନ୍ତୁ ଯାହା ଆଗକୁ ଏଇ ପ୍ରଶ୍ନ ଉତ୍ତର ଯଦି ଦରକାର ମୁଁ এই ଭିଡ଼ିଓରେ କମେଣ୍ଟ କର, ମୁଁ ଯୋଗାଇଦେବି। ସେକେଣ୍ଡ, ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ।
ଏ ମଧ୍ୟ ଆସିବ ନାହିଁ ପ୍ରଶ୍ନ ଏଇ ଚ୍ୟାପ୍ଟରରୁ। ନମ୍ବର 9, ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ କହିବାର କାରଣ କ'ଣ? ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ ବୋଲି କବି କହିଛନ୍ତି କାରଣ ଧାତ୍ରୀ ଯେପରି ସେବା ଯତ୍ନ କରି ଶିଶୁକୁ ବଢ଼ାଏ ଏବଂ ଶିକ୍ଷୟିତ୍ରୀ ଯେପରି ଶିଶୁକୁ ଅନେକ କଥା ଶିଖାଏ, ଠିକ୍ ସେହିପରି ଜନ୍ମଭୂମି ସମସ୍ତଙ୍କୁ ବଢ଼ାଏ ଏବଂ ଶିଖିବାର ସୁଯୋଗ ଦେଇଥାଏ। ତେଣୁକରି ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ ବୋଲି କୁହାଯାଇଛି। ସେକେଣ୍ଡ ନମ୍ବର, ଭାରତୀୟ ସଭ୍ୟତା ଆଦର୍ଶ କହିଲେ କ'ଣ ବୁଝ? ଭାରତୀୟ ସଭ୍ୟତା ଆଦର୍ଶ ହେଲା ତ୍ୟାଗ ଓ ଆତ୍ମସଂଯମ। ଥାର୍ଡ଼, ଦେଶଭକ୍ତ ବୋଲି କାହାକୁ କୁହାଯାଇପାରିବ ନାହିଁ? ଯେଉଁ ବ୍ୟକ୍ତିର ହୃଦୟରେ ମାତୃଭାଷା ପ୍ରତି ମମତା ନାହିଁ, ସେହି ବ୍ୟକ୍ତିକୁ ଦେଶଭକ୍ତ ବୋଲି କୁହାଯାଇପାରିବ ନାହିଁ। ଆଇଭି ନମ୍ବର, ସ୍ୱାମୀ ରାମକୃଷ୍ଣାନନ୍ଦ ମଠ ଛାଡ଼ି ବାହାରକୁ ଯାଇ ନଥିଲେ କାହିଁକି? ଶ୍ରୀ ରାମକୃଷ୍ଣଙ୍କ ତରୁଣ ଶିଷ୍ୟମାନେ ସନ୍ନ୍ୟାସୀ ହେବା ପରେ ଜଣ ଜଣ ହୋଇ ତୀର୍ଥଯାତ୍ରାରେ ବାହାରି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଏ କେତେବେଳେ ମଠକୁ ଫେରିବ ତାକୁ ଅପେକ୍ଷା କରି ସ୍ୱାମୀ ରାମକୃଷ୍ଣାନନ୍ଦ ଏକୁଟିଆ ମଠକୁ ଜଗି ରହିଥିଲେ। ତେଣୁ ସେ କେବେ ହେଲେ ମଠ ଛାଡ଼ି ବାହାରକୁ ଯାଇ ନଥିଲେ। ଭି ନମ୍ବର, ମହାନ କର୍ମ କିଏ ସମ୍ପାଦନ କରନ୍ତି? ଦୃଢ଼ ମନା ମଣିଷ ହିଁ ମହାନ କର୍ମ ସମ୍ପାଦନ କରିଥାନ୍ତି। 10 ନମ୍ବର, କାନ୍ତକବିଙ୍କ ରଚିତ ଉପନ୍ୟାସର ନାମ କ'ଣ? ଉତ୍ତର ହେବ କଣା ମାମୁଁ। ସେକେଣ୍ଡ ନମ୍ବର, ଗୋବିନ୍ଦ ଭାଇ କେଉଁ ପ୍ରକାର ଲୋକ ଥିଲେ? ଆଜୀବନ ଅକର୍ମ। ଥାର୍ଡ଼, ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୋଦ୍ଧାର ପରିମଳରେ କେଉଁ ପର୍ବ ଆରମ୍ଭ ହୋଇଥାଏ? ରଜ ପର୍ବ। ଆଇଭି, ସର୍ବାଭିତ ବୈଷୟିକ ଜଞ୍ଜାଳକୁ କେଉଁମାନେ ବିପଦର ହେତୁ ବୋଲି ଭାବୁଥିଲେ? ଭାରତୀୟମାନେ। ଭି ନମ୍ବର, ଗଣିତ ଶାସ୍ତ୍ର ବିଜ୍ଞାନ କେଉଁ ବିଭାଗର ଅନ୍ତର୍ଭୁକ୍ତ? ଜଡ଼ ବିଜ୍ଞାନ। ଭିଆଇ ନମ୍ବର, ଗାନ୍ଧିଜୀ ମାତୃଭାଷାକୁ କାହା ପରି ମୂଲ୍ୟବାନ ମନେ କରୁଥିଲେ? ମାତୃସ୍ତନ୍ୟ ପରି। ଭି ସେକେଣ୍ଡ ନମ୍ବର, ଲେଖକଙ୍କ ମତରେ ଗଣତନ୍ତ୍ର ମୂଳମନ୍ତ୍ର କ'ଣ? ଶିକ୍ଷା। ଭି ଥାର୍ଡ଼, ଶ୍ରୀରାମକୃଷ୍ଣ ପୃଥିବୀରୁ ବିଦାୟ ନେଲା ବେଳକୁ ନରେନ କେତେ ବର୍ଷର ସଂସାରର ଅନଭିଜ୍ଞ ଯୁବକ? 22 ବର୍ଷ। ଆଇଏକ୍ସ, କାହାର ନିମନ୍ତ୍ରଣ ରକ୍ଷା କରି ଶିଷ୍ୟମାନେ ପାଖ ଗ୍ରାମ ଅଣ୍ଟପୁରକୁ ଯାଇଥିଲେ? ବାବୁରାମର ମା। ଏକ୍ସ ନମ୍ବର, ଏଥିମଧ୍ୟରୁ କିଏ ଉତ୍କଳ ଦୀପିକା ପତ୍ରିକାର ସମ୍ପାଦକ ଥିଲେ? ଉତ୍ତର ହେବ ଗୌରୀଶଙ୍କର ରାୟ। 11 ନମ୍ବର, ଦେବା ପାଇଁ ନବଜୀବନ ସ୍ୱର୍ଗକୁ ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନ। ଏ ହେଲା ମଙ୍ଗଳ ଓଇଲା ଉଷାରୁ ଆସିଅଛି। ସେକେଣ୍ଡ, ଭାଜି ପଡ଼ୁ ଆଜି ଅର୍ଗଳ ରାଜି ଘେନ ବିଜୟର ମାଳା ଜାଗବନ୍ଧନ ହରା ପଦରୁ ଆସିଅଛି। ଯାହାକୁ ଏ ପ୍ରଶ୍ନର ଉତ୍ତର ଦରକାର କମେଣ୍ଟ କର, ମୁଁ ଯୋଗାଇ ଦେବି। 12 ନମ୍ବର, ଉତ୍କଳ ଜନନୀଙ୍କ ସ୍ୱରକୁ କିଏ ଧୋଇ ଦେଉଛି? ସମୁଦ୍ରର ପବିତ୍ର ଜଳଧାରା। ସେକେଣ୍ଡ, ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବର୍ତ୍ତିଥିଲେ? ଯେତେବେଳେ ଅଶ୍ଳେଷ ନାମକ ଏକ ଦୈତ୍ୟ କୈଳାସ ପର୍ବତ ଉପାଡ଼ି ନେଉଥିଲେ, ସେ ସମୟରେ ତ୍ରିଲୋଚନ ପାଣ୍ଡବମାନଙ୍କୁ ଡାକିଥିଲେ। ପାଣ୍ଡବମାନେ ଆସିକି ଭୀମ ଆସିକି ଅଶ୍ଳେଷାକୁ ମାରି କୈଳାସ ପର୍ବତ ଉଦ୍ଧାର କରିଥିଲେ। ସେକେଣ୍ଡ, ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର କ'ଣ କଲେ? କୁଶ ଶଯ୍ୟାରେ ଶୟନ କରିଥିଲେ। ଭୋକ ଉପାସରେ ଅନାହାରରେ ସେ କୁଶ ଶଯ୍ୟାରେ ଶୟନ କରିଥିଲେ। ଆଇଭି ନମ୍ବର, ପୋତପାଳ ମଶାଲ ଜାଳିଛି କାହିଁକି? ଉତ୍ତର ହେବ ମୀନମାନଙ୍କୁ ଆକର୍ଷଣ କରିବା ପାଇଁ ପୋତପାଳ ମଶାଲ ଜାଳିଛି। ଭି ନମ୍ବର, କେଉଁଠାରେ ଆଲୋକର ଧାରା ଖେଳାଇବାକୁ କବି କହିଛନ୍ତି? ଲକ୍ଷ ଲକ୍ଷ ଜୀବନରେ ଆଲୋକର ଧାରା ଖେଳାଇବାକୁ କବି କହିଛନ୍ତି। 13 ନମ୍ବର, ସମୁଦ୍ର ତଟରେ କେଉଁ ବୃକ୍ଷମାନ ଶୋଭା ପାଉଛି ବୋଲି କବି ବର୍ଣ୍ଣନା କରିଛନ୍ତି ବା ଶୋଭା ପାଉଛନ୍ତି ବୋଲି ବର୍ଣ୍ଣିତ? ଉତ୍ତର ହେବ ତାଳତମାଳ। ସେକେଣ୍ଡ ନମ୍ବର, ଭୀମଙ୍କ ସିଂହନାଦ ରଡ଼ି କବିତାରେ ବର୍ଣ୍ଣିତ ଉମା କେଉଁ ଦେବୀ? ପାର୍ବତୀ। ଥାର୍ଡ଼ ନମ୍ବର, ସିଂହନାଦ ବାଦ୍ୟ କେଉଁଥିରେ ନିର୍ମିତ? ଉତ୍ତର ମଇଁଷି ସିଂହରେ। ଆଇଭି ନମ୍ବର, ବିଭୀଷଣ କାହାର ଶରଣ ନେଇଛନ୍ତି ବୋଲି କୁହାଯାଇଛି? ଉତ୍ତର ହେବ ରାମଚନ୍ଦ୍ର। ଭି ନମ୍ବର, ଦଶଶିର ବୋଲି କାହାକୁ କୁହାଯାଇଛି? ରାବଣ। ଭିଆଇ ନମ୍ବର, ମୀନ ଆକର୍ଷଣ ପାଇଁ ପୋତପାଳ କେଉଁଠି ମଶାଲ ଜାଳିଥିଲେ? ଉତ୍ତର ହେବ ତରଣୀରେ। ଭି ସେକେଣ୍ଡ, କାହାର ଶବ୍ଦ ରାତ୍ରିର ଗଭୀରତାକୁ ଦର୍ଶାଉଛି? ଉତ୍ତର ହେବ ଝିଙ୍କାରେ। ଭି ଥାର୍ଡ଼, ବାଲ୍ମୀକି ଆଶ୍ରମର ବ୍ରହ୍ମଚାରିଣୀଙ୍କ ନାମ କ'ଣ? ଅନୁକମ୍ପା। ମଙ୍ଗଳ ଅଇଲା ଉଷାର ପ୍ରଶ୍ନ ଅଛି। ଏଇ ପଦ୍ୟରୁ ପ୍ରଶ୍ନ ଆସିବ ନାହିଁ ଆଗାମୀ ହାପେଲି ଏକ୍ଜାମିନେସନରେ। ଆଇଏକ୍ସ, ତିମିର ବିଧ୍ୱଂସୀ କିଏ? ଉତ୍ତର ହେବ ଉଷା। ଏ ମଧ୍ୟ ମଙ୍ଗଳ ଅଇଲା ଉଷା ପଦ୍ୟରୁ ଅଛି ପ୍ରଶ୍ନ। ଏକ୍ସ ନମ୍ବର,
ପଠିତ କବିତାରେ ବନ୍ଦନହରା ବୋଲି କବି କେଉଁମାନଙ୍କୁ ସମ୍ବୋଧନ କରିଛନ୍ତି? ଉତ୍ତର ହେବ ନବୀନ ଯୁଗର ତରୁଣମାନଙ୍କୁ। ଏ ମଧ୍ୟ ପ୍ରଶ୍ନ ଅଛି ଜାଗବନ୍ଦନହରାରୁ। 14 ନମ୍ବର ଗଳ୍ପ ବିଭାଗରୁ ଅଛି। ହଠାତ୍ କିଏ ଭୋ ଭୁକି ଉଠିଲା? ମୋତି। ସେକେଣ୍ଡ ଆଇ କୁରାଢ଼ୀ କେତେ କିଲୋ ଲୁହାରେ ତିଆରି ହୋଇଥିଲା? 2 କିଲୋ। ଥାର୍ଡ଼ ନମ୍ବର ଅଙ୍ଗଦ କାହାର ଶିଳାଲେଖ ପଢ଼ିଛନ୍ତି? ଅଶୋକ। କାଳର କପାଳ ତଳେ ଏହି ଗଳ୍ପରୁ ପ୍ରଶ୍ନଟି ଆସିଅଛି। ଏହି ଗଳ୍ପରୁ ମଧ୍ୟ ଆଗାମୀ ହାପିଲି ଏକ୍ଜାମିନେସନରେ ପ୍ରଶ୍ନ ଆସିବ ନାହିଁ। ଆଇଭି ନମ୍ବର ଚାକର ପିଲାଟିର ନାଁ କ'ଣ? ଚୈତନ୍ୟ। ଭି ନମ୍ବର ସୁବ୍ରତ କେଉଁ ରଙ୍ଗର କଲମରେ ଲେଖୁଥିଲେ? ଗାଢ଼ ନେଳି ରଙ୍ଗର କଲମ। ଭିଆଇ ପୂରବୀ କାହା ଆଗରେ ବହିଟିକୁ ଟିକିନିକି କରି ପଢ଼ନ୍ତି? ଉତ୍ତର ହେବ ମହାପାତ୍ର ବାବୁ। ଭି ସେକେଣ୍ଡ କଳିଙ୍ଗ କିଏ ଆକ୍ରମଣ କରିଛନ୍ତି? ସମ୍ରାଟ ଅଶୋକ। ଭି ଥାର୍ଡ଼ ବେବିର ସନ୍ଧ୍ୟାବେଳର ଖାଦ୍ୟ କ'ଣ ଥିଲା? ଫଳ ଓ ଦୁଧ। ଆଶା କରୁଛି ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ତୁମେ ବୁଝିପାରିଥିବ ଏବଂ ଆଶା କରେ ଆଗାମୀ ହାପିଲି ଏକ୍ଜାମିନେସନରେ ଏହି ଭିଡ଼ିଓଟି ତୁମର ସହାୟକ ହେବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, କେମିତି ଲାଗିଲା କମେଣ୍ଟରେ ଜଣାଇବେ, ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବେ ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଗ୍ରୁପରେ ଜଏନ୍ ହୋଇନ ମୁଁ ଡେସ୍କ୍ରିପ୍ସନରେ ତାର ଲିଙ୍କ୍ ସେୟାର କରିଛି, ତୁମେ ଜଏନ୍ ହୋଇପାରିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।